ମୂଳପୋଚ ଶୃଙ୍ଖଳା ବିଜୟ ଆଶାରେ ଭାରତ। ରୋହିତ ବିରାଟ କଲମ୍ବୋରେ ପହଞ୍ଚିଲେ। ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳ ଟି20 ଶୃଙ୍ଖଳାକୁ 3-0ରେ ମୂଳପୋଚ କରି ଜିତିବାର ଲକ୍ଷ୍ୟ ରହିଛି। ରବିବାର ରାତିରେ ବର୍ଷା ବାଧକ ପ୍ରାପ୍ତ ଦ୍ୱିତୀୟ ମ୍ୟାଚକୁ ସୂର୍ଯ୍ୟକୁମାର ଯାଦବଙ୍କ ଦଳ 7 ୱିକେଟରେ ଜିତିବା ପରେ ଶୃଙ୍ଖଳାକୁ ପକେଟସ୍ଥ କରିସାରିଛି। ଏବେ ନିଜ ନେତୃତ୍ୱର ପ୍ରଥମ ଗସ୍ତ ଏବଂ ଶୃଙ୍ଖଳାକୁ ଏକତରଫା ଭାବେ ଜିତିବା ଆଶା ରଖିଛି। ଭାରତୀୟ ଦଳ ସମ୍ଭାବ୍ୟ ପ୍ଲେଇଂ 11 ଯଶସ୍ୱୀ ଜୟସ୍ୱାଲ, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ ଅଧିନାୟକ, ଋଷଭ ପନ୍ତ ୱିକେଟ କିପର, ରିୟାନ ପରାଗ, ୱାଶିଂଟନ ସୁନ୍ଦର, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ମହମ୍ମଦ ସିରାଜ, ଅର୍ଶଦୀପ ସିଂ, ଖଲିଲ ଅହମ୍ମଦ। ଶ୍ରୀଲଙ୍କା ଦଳ ସମ୍ଭାବ୍ୟ ପ୍ଲେଇଂ 11 ପୁଥମ ନାସିଙ୍ଗା, କୁଶାଲ ମେଣ୍ଡିସ ୱିକେଟ କିପର, କୁଶାଲ ପରେରା, କାମିନ୍ଦୁ ମେଣ୍ଡିଜ, ଚରିତ ଅସଲଙ୍କା ଅଧିନାୟକ, ଦିନେଶ ଚାଣ୍ଡିମାଲ, ଅଭିଷେକ ଫର୍ଣ୍ଣାଣ୍ଡୋ, ଆନିନ୍ଦୁ ହସରଙ୍ଗା, ରମେଶ ମେଣ୍ଡିଜ, ମହେଶ ତିକ୍ଷାଣା, ମଥୀସା ପଥିରାଣା, ଅସିତ ଫର୍ଣ୍ଣାଣ୍ଡୋ।